ହୁଁ ସକାଳେ ଆମେ ପାଟ୍ରୋଲିଂ କଲା ଟାଇମ୍ରେ ମୋର ଟିମ୍ ରିଡ଼ିଂ ପାର୍ଟି ଥିଲେ ଓଆଇସି ଆଉ ତାଙ୍କର ଏଏସ୍ଆଇ ଆଉ ଷ୍ଟାଫ୍ସ ଆଉ ମୁଁ ବି ଥିଲି ରିଡ଼ିଂ ପାର୍ଟିରେ। ତ ଆମେ ସେ ଶ୍ରୀରାମ ବ୍ରିଜ୍ ଯେଉଁ ଆମର ଭଞ୍ଜନଗର ଶ୍ରୀରାମ ନଗର ଯେଉଁ ଭିଲେଜ୍ ଅଛି ସେଇ ପାଖରେ ଆମେ ପାଟ୍ରୋଲିଂ କଲା ଟାଇମ୍ରେ ଗୋଟେ ଗାର୍ଟେ ସୁଇଫ୍ଟ ଡିଜାୟାରଟେ ଦ୍ରୁତ ଗତିରେ ଆସୁଥିଲା। ଆମେ ତାକୁ ଡିଟେନ୍ କରିଥିଲୁ। ସେଥିରୁ 2 ଜଣ ବି ମାନେ ଖସିକି ପଳେଇବାକୁ ଚେଷ୍ଟା କରୁଥିଲେ, ଆମେ ତାକୁ ନ୍ୟାପ୍ କରିଥିଲୁ। ଆଉ 3 ଜଣ ଟୋଟାଲ୍ ଆକ୍ୟୁଜ୍ ଥିଲେ। 2 ଜଣ ପଛରେ ବସିଥିଲେ, 2ଟା ବସ୍ତା ଜରି ବସ୍ତା 15 କେଜି ଲେଖା ଗଞ୍ଜେଇ ଗୋଟେ ଜରି ବସ୍ତାରେ ଧରିକି ସେମାନେ ଟ୍ରାନ୍ସପୋର୍ଟ କରିବାକୁ ଚେଷ୍ଟା କରୁଥିଲେ। ଏଇଠୁ ମହାରାଷ୍ଟ୍ର ଯାଇଥାନ୍ତେ ସେମାନେ। ଆଉ ଆମେ ତାଙ୍କୁ ପରିଚୟ ନେଲା ପରେ ଜଣାପଡ଼ିଲା କି ଯେ ଡ୍ରାଇଭର ଅଛନ୍ତି ସେ ମହାରାଷ୍ଟ୍ରର, ପଛରେ ଯିଏ ଅଛନ୍ତି ଜଣେ ଆନ୍ଧ୍ରପ୍ରଦେଶର, ତାଙ୍କ ନାଁ ଅଛି ଭୀମୁଡ଼ୁ, ଆଉ ଜଣେ ଅଛନ୍ତି ମହାରାଷ୍ଟ୍ର, ତାଙ୍କ ନାଁ ହେଉଛି କୁଲେ। ଆଉ ସେମାନେ ଏଇଠୁ ମହାରାଷ୍ଟ୍ର ନେଇକି ଯାଇଥାନ୍ତେ। ଏଇଠୁ ପାଖାପାଖି ସେମାନେ କହିବା ହିସାବରେ ସେମାନେ ମହାରାଷ୍ଟ୍ରରେ କିଲୋ ପିଛା 8,000 ଟଙ୍କା କି 10,000 ଟଙ୍କା ସେଇ ଭ୍ୟାଲୁଏସନ୍ରେ ବିକିଥାନ୍ତେ। ଗଞ୍ଜେଇଟା ଏବେ ବୌଦ୍ଧରୁ ସେମାନେ ଇଏ କରିକି ଆସୁଥିଲେ ବୋଲି କହିଲେ। ଯେତିକି ଆମ ପାଖରେ ଇନଫର୍ମେସନ୍ ମିଳିଲା କି ସେମାନେ ବୌଦ୍ଧରୁ ଟ୍ରାନ୍ସପୋର୍ଟେସନ୍ କରିକି ଆଣୁଥିଲେ। ଏଇ ଥ୍ରୁରେ ବିଜୟୱାଡ଼ାରୁ ନେଇକି ସେମାନେ ମହାରାଷ୍ଟ୍ର ନେଇକି ଯାଇଥାନ୍ତେ। ଆଉ ଯେହେତୁ ଆମର ରିଗରସ୍ ଏନଫୋର୍ସମେଣ୍ଟ ଚାଲିଛି ଏଇ ମାସଟା ଯାକ, ଭଞ୍ଜନଗରରେ ବି ଆମର ଓଆଇସି, ଆମର ଇନ୍ସପେକ୍ଟର ଆଉ ବହୁତ ଗୁଡ଼ିଏ ଷ୍ଟାଫ୍ସ କି ମୋବାଇଲ୍ ୟୁନିଟ୍ ଆସିକି ସେମାନେ ବି କେସ୍ କରିଛନ୍ତି। ତ ସେଥିପାଇଁ ଏଇଟା ବି ଗୋଟେ ରେଗୁଲାର ପାଟ୍ରୋଲିଂରେ ସେମାନେ ଧରା ପଡ଼ିଲା। ଆଉ ୟାର ଆନୁମାନିକ ମୂଲ୍ୟ 30 କେଜି ଗଞ୍ଜେଇର ଆନୁମାନିକ ମୂଲ୍ୟ ଯଦି 10,000 ଟଙ୍କା ରଖିବା ତାହେଲେ 3 ଲକ୍ଷ ଟଙ୍କା ହେବ। ଆଉ ଗାଡ଼ିର ମୂଲ୍ୟ ପାଖାପାଖି 5 ଲକ୍ଷ ଟଙ୍କା ହେବ। ଟୋଟାଲ୍ ମିଶିକି 8 ଲାଖ ରୁପିସ୍ ତାଙ୍କର ଆପ୍ରୋକ୍ସିମେଟ୍ ଭ୍ୟାଲ୍ୟୁ ହେବ, ସିଜର୍ ଭ୍ୟାଲ୍ୟୁ।